ବର୍ଷକୁ ସାପ କାମୁଡ଼ାରେ କିମ୍ବା ଅନ୍ୟାନ୍ୟ ପୋକଜୋକ କାମୁଡ଼ାରେ ପ୍ରାୟତଃ 50 ରୁ ଅଧିକ ଲୋକମାନେ କ୍ଷତିଗ୍ରସ୍ତ ହେଉଛନ୍ତି ଏବଂ ମୃତ୍ୟୁବରଣ ମଧ୍ୟ କରୁଛନ୍ତି। ତ କଣ ପାଇଁ? ଏଇ ଚପଲ ପାଇଁ। କାରଣ ଲୋକମାନେ ଯେତେବେଳେ ବି ଚପଲଟି ପିନ୍ଧୁଛନ୍ତି କିମ୍ବା ଜୁତାଟି ପିନ୍ଧୁଛନ୍ତି ସେତେବେଳେ ଜମା ବି ଜୁତାଟିକୁ ଦେଖୁନାହାନ୍ତି, ଡାଇରେକ୍ଟ କଣ କରୁଛନ୍ତି ଜୁତାଟିକୁ ପିନ୍ଧି ଦଉଛନ୍ତି। ତା ପାଇଁ ସେମାନଙ୍କୁ ପୋକଜୋକ ହେଉ କି ସାପ ହେଉ କାମୁଡ଼ି ଦଉଛି। ବର୍ଷା ଦିନରେ ପୋକଜୋକ ମାନେ ବାହାରେ ରୁହନ୍ତି ନାହିଁ, ସବୁ ଘରକୁ ପଳେଇ ଆସନ୍ତି ଏବଂ ଘରେ ଯେଉଁ ଚପଲ ଆପଣ ରଖିଥାନ୍ତି ସେଇ ଚପଲ ଗୁଡ଼ିକରେ ପଶି ଯାଇଥାନ୍ତି। ତ ଆପଣମାନଙ୍କ ପାଇଁ ଗୋଟେ ଟିପ୍ସ ମୁଁ କହୁଛି, ଆପଣମାନେ ବର୍ଷା ଦିନେ କଣ କରିବେ, ଆପଣଙ୍କର ଚପଲଟିକୁ ବା ଜୁତାଟିକୁ ପିନ୍ଧିଲା ବେଳେ ଭଲ ଭାବରେ ଦେଖିକିନା ପିନ୍ଧିବେ ଏବଂ ତାହାକୁ ଓଲଟେଇକିନା ଝାଡେଇବେ, ତାପରେ ଯାଇ ଆପଣଙ୍କ ଗୋଡରେ ଗଳେଇବେ। ଏବଂ ଆପଣମାନଙ୍କୁ କହି ରଖିବି, ଚପଲଟିକୁ ଯେତେବେଳେ ପିନ୍ଧିକିନା ଆଣିକିନା ରଖୁଛନ୍ତି ଘରେ, ତାହାକୁ ବାହାରେ ରଖନ୍ତୁ ନାହିଁ ଏବଂ ତାହାକୁ ଓଲଟେଇକିନା ରଖନ୍ତୁ। ହେଲେ କୋଉଠି ବି ଉଞ୍ଚା ଜାଗାରେ ଚପଲଟିକୁ ରଖିବା ପାଇଁ ଟ୍ରାଏ କରନ୍ତୁ, ଯାହା ଫଳରେ ବର୍ଷା ଦିନେ କୌଣସି ବି ପୋକଜୋକ ଆପଣଙ୍କ ଚପଲରେ ପଶିବ ନାହିଁ। ତ ଏଇଭଳି ଇନଫର୍ମେଟିଭ ଭିଡିଓ ଦେଖିବା ପାଇଁ ଆମକୁ ଫଲୋ ଏବଂ ସବସ୍କ୍ରାଇବ କରିବା ପାଇଁ ଜମା ବି ଭୁଲିବ ନାହିଁ ଏବଂ ଭିଡିଓଟିକୁ ଲାଇକ୍ କରି ସାଙ୍ଗମାନଙ୍କ ସହିତ ସେୟାର କରିଦିଅନ୍ତୁ।